ଢେଙ୍କାନାଳ ପୌରପାଳିକା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ। ଢେଙ୍କାନାଳ ପୌରପାଳିକା ପକ୍ଷରୁ 19 ନମ୍ବର ୱାର୍ଡ ଅନ୍ତର୍ଗତ ଶିମିଳିଆ ପୋଖରୀଠାରେ ବୃକ୍ଷରୋପଣ କରାଯାଇ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଯୋଗଦେଇ ବୃକ୍ଷରୋପଣ କରି ଜଳ ମଧ୍ୟ ଦେଇଥିଲେ। ତାଙ୍କ ବକ୍ତବ୍ୟରେ ବୃକ୍ଷ ହିଁ ଜୀବନ, ବୃକ୍ଷ ଆମକୁ ଅମ୍ଳଜାନ ଦେଇଥାଏ, ଯାହାକି ଜୀବଜଗତ ଏହି ଅମ୍ଳଜାନ ଗ୍ରହଣ କରି ବଞ୍ଚିଥାନ୍ତି ବୋଲି କହିଥିଲେ। ଏଥିରେ ସମସ୍ତ ପୌର କର୍ମଚାରୀ ଓ ସୁପରଭାଇଜର, ସ୍ୱଚ୍ଛ ସାଥୀ ପ୍ରମୁଖ ଯୋଗଦେଇ ବିଶ୍ୱ ପରିବେଶ ଦିବସକୁ ପାଳନ କରିଥିଲେ। ଢେଙ୍କାନାଳରୁ ଶୁଭମ ପାଣିକ ରିପୋର୍ଟ, ଆର୍ଏନ୍ ନ୍ୟୁଜ୍। नमस्कार। आज विश्व परिवेश दिवस ढेंकानाल पौरपालिका तरफ आज आमर वृक्षरोपण कार्यक्रम चली 19 नंबर वार्ड आम सागर अच्छा आम स्वच्छसाथी भौणी मैंने समस्त अच्छा आम सुपरवाइजर सब समस्त मिलित सहयोग वृक्षरोपण कार्यक्रम शेष होती आम कहे जल ही जीवन सेमती वृक्ष ही जीवन कहीं गचर मल पवन बाहर थाए से आज म्यूनिसिपालिटी तरफ ढेंकानाल पौरपालिका तरफ वृक्षरोपण कार्यक्रम शेष होती।